ଆମେ ଏକ ପଦରୁ ଟପଦ ଯାଏ ସମ୍ପୂର୍ଣ୍ଣ ଭାବେ ଅଧ୍ୟୟନ କରିଛୁ। ଆଉ ଏଠାରେ ଲେଖାଯାଏ, ଏ ପଦରେ ଲେଖାଯାଏ, ସଫଳତାର ପଥ ଯେଉଁ ଜଣ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କି ଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ, ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାରଙ୍କର ବ୍ୟବସ୍ଥା ଧ୍ୟାନ କରେ ସେ ଧନ୍ୟ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତ ଆମେ ଠାରେ ତିନିଟା ବିଷୟ ଦେଖୁଛୁ, ତିନିଟା ବିଷୟ ଯେନ୍ଟା କି ଆମେ ଦୈହିକାର ଅଧ୍ୟୟନ କରିଛୁ, ତିନିଟା ବିଷୟ। ତ ପ୍ରଥମଟା ହେଲା ଯେଉଁ ଜଣ କାହା କରେ ଦୁଷ୍ଟ ମାନଙ୍କର ମନ୍ତ୍ରଣାରେ ଚାଲେ ନାହିଁ, ପାପୀ ମାନଙ୍କ ମାର୍ଗରେ ଛିଡା ହୁଏ ନାହିଁ, କିମ୍ବା ନିନ୍ଦକ ମାନଙ୍କ ସଭାରେ ବସେ ନାହିଁ। ସପୋଜ ଆମେ ଗୋଟେ ଏକ୍ସାମ୍ପଲ ନେମା ଯେ ତିନଟା ଯଦି ଗୋଟେ ଚୋର ଅଛନ୍, ତିନି ଜଣ ଯଦି ଚୋର କେମିତି ଗୋଟେ ଚୋରେଇ ଯାଉଛନ୍, ଆଉ ଆମେ ସେଥିରେ ଗୋଟେ ଯଦି କୌଣସି ଲୋକ ଯଦି ଆମେ ତାର କଥା ମାନି ଯାଉଛୁ ଯେ କୌଣସି ଜାଗାରେ ଗୋଟେ ଚୋରେଇ ଯାଉ, ସେ ଜାଗାରେ ଗୋଟେ ଏନ୍ତା ଜିନିଷ ଅଛି, ତ ଆମେ କାଁ କରୁଛୁ, ଆମେ ତାର ସାଙ୍ଗେ ସାଙ୍ଗ ହଉଛୁ, ତାର ସାଙ୍ଗେ ସଂଗତି କରୁଛୁ, ସେଇ ଦୁଷ୍ଟ ମାନଙ୍କର ମନ୍ତ୍ରଣାରେ ଚାଲୁଛୁ, ଯେନ୍ଟା କି ଆମର ଜଗତର ଲୋକ ମାନେ ବି କରୁଛନ୍, ଆଉ ଅନେକ ଲୋକ ମାନେ ବି ଏନ୍ତା ଲୋକ ମାନେ ଅଛନ୍ ସେଇ କାର୍ଯ୍ୟ ମାନେ କରୁଛନ୍। କିନ୍ତୁ ଏଇଟା ଗୋଟେ ଧାର୍ମିକ ବିଷୟ ଲେଖା ହେଇଛି ଯେ ଯେଉଁ ଜଣ ଦୁଷ୍ଟ ମାନଙ୍କର ମନ୍ତ୍ରଣାରେ ଚାଲେ ନାହିଁ। କେନ୍ତା ଲୋକ ଦୁଷ୍ଟ ମାନଙ୍କ ମନ୍ତ୍ରଣା ଚାଲେ? ଜଣେ ଧାର୍ମିକ ଦେଇଥିବା କି ପ୍ରଭୁଙ୍କର ଜଣେ ବିଶ୍ୱାସୀ ଲୋକ ହେଇଥିବା, ସେଇଭଳିଆ ଲୋକ ସେ କାଣା ବା ପ୍ରଭୁଙ୍କର ମାନେ ମନ୍ତ୍ରଣାରେ ନାଇଁ ଚାଲେ। ତ ଏখানে ଦେଖମା, ଆମେ ଯଦି ପ୍ରଥମ ପିତର ଏଟା ଯଦି ଦେଖିବା, ପ୍ରଥମ ପିତର ଲେଖା ଯେ ଆମେ କାଣା ହେଇଛି ଏଇ ଜଗତ ମଧ୍ୟରେ ବିଦେଶୀ আর প্রবাসী অটু বলি লেখা হয়েছে। তো কেতেবেলে হয়তো আমি বিদেশের যেতবেলে প্রবাসী অটু বিদেশী অটু, তো আমার ঝুঁকি যাবার কেতেবেলে চান্স বি আছে। আমি জগত মধ্যে কাଣା ঝুঁকি বি যাবার চান্স আছে, কেতেবেলে ব্যভিচারে পড়ি যাবার আছে, কেতেবেলে পাপরে বি পড়ি যাবার আছে। তেণু আমি কা করমা, বাটো বনা নেই করি আমি কাଣା পথভ্রষ্ট নেই করি কাণ করমা, সদা সর্বদা জাগ্রত হইকি রহবার আছে আর প্রভুঙ্কর সেবা করবার আছে। প্রেজ দ লর্ড, হালেলুয়া। তারপরে ଆଉ ଗୋଟେ ବିଷୟ ଦେଖମା, ଯୋ ଆମେ ପରମେଶ୍ୱରଙ୍କ ସମ୍ମୁଖରେ ଠିଆ ହେବାର ବିଷୟ କିପରି ଭାବରେ ଛିଡା ହେମା। ଯଦି ଆଦି ପୁସ୍ତକ ଆମେ 5 ପର୍ବ ତାର 24 ପଦ ଟିକେ ଅଧ୍ୟୟନ କରବା, ତ ମୁଁ ଅଧ୍ୟୟନ କରୁଛେ, ହନୋକ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ ଆଉ ସେ ଅନ୍ତର୍ହିତ ହେଲେ, ଯେହେତୁ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ। ତ ପରମେଶ୍ୱରଙ୍କ ଦୃଷ୍ଟିରେ ହନୋକ ଏକ ଧାର୍ମିକ ବ୍ୟକ୍ତି ଥିଲେ, ଯେ କି କଣ କରୁଥିଲେ, ସେ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଥିଲେ। ତ ଆଜି ଆମେ ଦେଖୁ ଯେ ଆମେ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଛୁ ନା ଜଗତର ରୀତିନୀତିରେ, ଜଗତର ପରମ୍ପରାରେ ଆମେ ଗମନାଗମନ କରୁଛୁ। ସେ ବିଷୟକେ ଆମେ ନିଜେ ନିଜେ ସମୀକ୍ଷା କରୁ। ଯେପରି ପରମେଶ୍ୱର ହନୋକକେ ଯେଉଁ ବିଷୟ କହୁଥିଲେ ସେ ବିଷୟରେ ସେ ଗମନାଗମନ କରୁଥିଲେ। ସେ ତାଙ୍କର ନିମନ୍ତେ ଏତିକି ତାର ମାନେ ଧାର୍ମିକ ବ୍ୟକ୍ତି ଥିଲେ ଯେ ଶେଷରେ ସେ କାଣା କଲେ, ଅନ୍ତର୍ହିତ ହେଲେ ଆଉ ପରମେଶ୍ୱର ତାଙ୍କୁ ଗ୍ରହଣ କଲେ। ଏପରି ମାନେ ସେ ମନୁଷ୍ୟ ଥିଲେ ହନୋକ। ତ ଆମର ଜୀବନରେ ଆମେ କାଁ କବା, ପ୍ରଭୁଙ୍କର ଇଚ୍ଛାରେ ଆମେ ତାଙ୍କ ପଥରେ ଆମେ ଗମନାଗମନ କରୁଛୁ ଗା, ତାଙ୍କର ଶକ୍ତିରେ ଆମେ ଚାଲି ପାରୁଛୁ ଗା, ଏ ବିଷୟକେ ବୁଝା ଯାଉଛି। ତେଣୁ ଆମେ କାଣ କରମା, ଆମେ ଏଠାରେ ଯଦି ଗୋଟେ ବିଶ୍ୱାସୀ, ଆମେ ଯଦି ପ୍ରଭୁଙ୍କର ବିଶ୍ୱାସୀ ହେଉଛୁ, ଏ ଆମ ମଧ୍ୟରେ ବାଧ୍ୟତା ଦେଖାଏ ଯେ ଆମେ ପ୍ରଭୁଙ୍କୁ ପ୍ରଭୁଙ୍କ ନିମନ୍ତେ ଚାଲବା ଆଉ ପ୍ରଭୁଙ୍କର ଗୌରବ କରିବା। 2 ନମ୍ବର ଷ୍ଟେଜ ହଉଛି ଯେ ଠିଆ ହେବା। ଠିଆ ହେବା ବିଷୟରେ ଆମେ ପ୍ରଭୁଙ୍କ ନିମନ୍ତେ କିପରି ଠିଆ ହେଇପାରମା। ତ ଏଇଟା ଯାହା ଦୈନିକାରେ ମଧ୍ୟ ଲେଖା ହେଇଛି, ଆୟୁବ ତାର 37 ପର୍ବ ନିଆଯାଇଛି, 37 ପର୍ବ ତାର 14 ପଦ ଲେଖା ହେଇଛି, ହେ ଆୟୁବ ଏଥିରେ କର୍ଣ୍ଣପାତ କର, ସ୍ଥିର ହୁଅ, ଠିଆ ହୁଅ ଓ ପରମେଶ୍ୱରଙ୍କର ଆଶ୍ଚର୍ଯ୍ୟ କ୍ରିୟା ସବୁ ବିବେଚନା କର। ତ ଏখানে ଆମେ ଦେଖୁ ଯେ ଆୟୁବ ଯେତେବେଳେ ଗୋଟେ ଧାର୍ମିକ, ପବିତ୍ର, କୁକ୍ରିୟା ତ୍ୟାଗୀ
ଏପରି ଗୋଟେ ମଣିଷ ଥିଲେ ତଥାପି ପରମେଶ୍ୱର ତାହାକେ କହୁଛନ୍ ଆୟୁବ କି କହୁଛନ୍ ଯେ ହେ ଆୟୁବ ତମେ କଣ କର କର୍ଣ୍ଣପାତ କର ଆମର କଥା ଶୁଣ ଆର୍ ସ୍ଥିର ହୋଇ ଠିଆ ହୁଅ ବୋଲିକି କହୁଛନ୍। ତ ଏଠାରେ ଆମେ ଚିନ୍ତା କରୁ ଯେ ଶେଷରେ ଏପରି ଗୋଟେ ସମସ୍ୟା ହେଇଥିଲା ଯାହାକି ତାଙ୍କୁ ଜୀବନରେ ଶୈତାନ କାର୍ଯ୍ୟ କରିଥିଲା ଆଉ ସେ ବି ଟିକେ ଟଲି ଯାଇଛନ୍। ତେଣୁକରି ଏଠାରେ ପରମେଶ୍ୱର କହୁଛନ୍ ଯେ ହେ ଆୟୁବ ତମେ କାଣା ସ୍ଥିର ହୋଇକରି ଠିଆ ହୁଅ ବୋଲିକରି କହୁଛନ୍। ତ ଆମେ କାଣା କରୁଛୁ ଯଦି କୌଣସି ଜାଗାକେ ବି ଯାଉଛୁ କୌଣସି ଜଗତର କାର୍ଯ୍ୟ କରୁଛୁ ସେନେ କାଁ କରୁଛୁ ଜଗତର ରୀତିନୀତିରେ ଆମେ ସେଠାରେ ଛିଡା ହଉଛୁ ଜଗତର ହିସାବରେ ଚାଲୁଛୁ। କିନ୍ତୁ ଏଠାନେ ସେ ଆଇବ ଏତେ ବଡ ଧାର୍ମିକ ବ୍ୟକ୍ତି ହେଇକରି ବି ଇଏ ହେଇକରି ତ କଣ କରୁଛନ୍ ମାନେ କୁକ୍ରିୟା ତ୍ୟାଗୀ ହେଇକରି ସେ କଣ ପରମେଶ୍ୱରଙ୍କର ସମ୍ମୁଖୀନ ହେଇଛନ୍ତି ଆଉ ସେ ପରମେଶ୍ୱର କହୁଛନ୍ ଯେ ହେ ଆଇବ ତମେ କାଣା କର ସ୍ଥିର ହୋଇକରି ଠିଆ ହୁଅ ବୋଲି କହୁଛନ୍। ଆଉ ଗୋଟେ ବିଷୟ ଦେଖମା ଆମେ ପ୍ରଥମ ରାଜା ବୋଲିକି ଦେଖମା ତ ପ୍ରଥମ ରାଜା ବୋଲି ତାର 10 ପର୍ବ 8 ପଦରେ ଲେଖାଯାଏ ଆପଣଙ୍କ ଲୋକମାନେ ଧନ୍ୟ ଆପଣଙ୍କର ଏଇ ଦାସ ମାନେ ଧନ୍ୟ ଧନ୍ୟ ନିତ୍ୟ ଆପଣଙ୍କ ସମ୍ମୁଖରେ ଛିଡା ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି। ତ ଏଠାରେ ଦେଖମା ସୋଲୋମନ ରାଜାଙ୍କର ତାଙ୍କର ଯେତେ ବି ଲୋକମାନେ ଅଛନ୍ ସେମାନେ କାଁ କରୁଥିଲେ ସୋଲୋମନଙ୍କର ଜ୍ଞାନର କଥା ଶୁଣୁଥିଲେ। କିନ୍ତୁ ଆଜି ଆମେ ବିଚାର କରୁ ଯେ ଆମେ ପ୍ରଭୁଙ୍କର କଥା ଶୁଣୁଛୁ ନା ଜଗତର କଥା ଶୁଣୁଛୁ। ଯଦି ଆମର ଜାଗାରେ କୌଣସି ଗୋଟେ ଯଦି କିଏ ଯଦି କାଣା ହେଇଗଲା କିଏ ଯଦି ମାନେ କାହାର ଗୋଟେ ଏକ୍ସିଡେଣ୍ଟ ହଉଛି ଜଗତର କଥା କହୁଛେ ଯଦି କାହାର ଯଦି ଘରେ ବିବାଦ ଲାଗିଛି ତ ଆମର ଗାଁ ଲୋକ ମାନେ କାଁ କରୁଛନ୍ ସେ ଜାଗାରେ ମିଟିଂ କରୁଛନ୍ ଆଉ ସେ ମିଟିଂ ରେ ଯାଇକରି ଆମେ କାଁ କରୁଛୁଁ ସେ ଜାଗାରେ ଠିଆ ହେଉଛୁଁ ଆଉ ସେ ଲୋକମାନଙ୍କର ସାକ୍ଷୀ ହେଉଛୁଁ ସେମାନଙ୍କର ଇଏ କରୁଛୁଁ। କିନ୍ତୁ ଆମେ ପ୍ରଭୁଙ୍କର ଠାନେ ଏଠାରେ ବିଚାର କରୁ ଯେ ଆମେ ପ୍ରଭୁଙ୍କ ସମ୍ମୁଖରେ ଛିଡା ହଉଛୁ ନା ପାପୀ ମାନଙ୍କ ମାର୍ଗରେ ଠିଆ ଉଠିଛୁ। ତ ଏପରି ପାପୀ ଲୋକମାନେ ଦିନେ କାଣା ହେବେ ସେମାନେ ପାପୀ ମାନଙ୍କୁ କଣ ହେବେ ସେମାନେ ବିନଷ୍ଟ ହେବେ ଆଉ ସେମାନେ କଣ କରିବେ ପାପୀ ମାନଙ୍କ ଦିନେ କଣ ହେବେ ନା ସେମାନେ ପ୍ରଭୁଙ୍କର ଯୋଉ ବିଚାର ସିଂହାସନରେ ଶେଷ ମୁହୂର୍ତ୍ତରେ ପ୍ରଭୁ ଯେତେବେଳେ ଆଗମନ କରିବେ ସେ ବିଚାର ସିଂହାସନରେ ସେମାନେ କଣ କରିବେ ଠିଆ ହେବାର ଯୋଗ୍ୟ ହୋଇପାରିବେ ନାହିଁ। ସେମାନେ ସେ କଣ ହେବେ ଦିନେ ବିଚାରରେ ପଡିବେ। ତେଣୁ ଆମେ କରି ଯଦି ଆମେ ପ୍ରଭୁଙ୍କ ସମ୍ମୁଖରେ ଠିଆ ହେବା ତାହେଲେ ପ୍ରଭୁଙ୍କର ଏଇ ବାକ୍ୟ ନିମନ୍ତେ କାଣା ହେବା ଆସକ୍ତ ହେବାକେ ପଡବା ପ୍ରଭୁଙ୍କ ଠାରେ ଲାଗିକି ରହିବାକୁ ପଡବା ପ୍ରଭୁଙ୍କର ବାକ୍ୟ ଅଧ୍ୟୟନ କରବାକେ ପଡବା। ପ୍ରେଜ ଦ ଲର୍ଡ ହାଲେଲୁୟା। ତାପରେ ତୃତୀୟ ବିଷୟ ଆମେ ଦେଖିଲା ଯେ ବସିବାର ବିଷୟ ଆମେ ପ୍ରଭୁଙ୍କ ଉଦ୍ଦେଶ୍ୟରେ କିପରି ଭାବେ ବସମା। ଲୁକ ତାର 10 ପର୍ବ 39 ପଦରେ ଲେଖା ହୁଏ ଅଧ୍ୟୟନ କରିବା ମରିୟମ ନାମ୍ନୀ ତାଙ୍କର ଜଣେ ଭଗ୍ନୀ ଥିଲେ ସେ ପ୍ରଭୁଙ୍କ ପାଦ ତଳେ ବସି ବାକ୍ୟ ଶୁଣୁଥିଲେ। ମରିୟମ ନାମରେ ଜଣେ ତାଙ୍କର ଭଗ୍ନୀ ଥିଲେ ମରିୟମ ଆଉ ସେ କଣ କରୁଥିଲେ ସଦା ସର୍ବଦା ପ୍ରଭୁଙ୍କ ଠାରେ ବସିକରି ସେ କାଣା କରୁଥିଲେ ବାକ୍ୟ ଶୁଣୁଥିଲେ। ଋତୁର ବିଷୟ ଯଦି ଦେଖମା ଯେ ନୟମୀ କାଣା କରିଥିଲେ ନୟମୀ ମଧ୍ୟ କଣ କରିଥିଲେ ଋତୁଙ୍କୁ ବସିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପ୍ରଭୁଙ୍କ ବସିକରି ତାଙ୍କର ବାକ୍ୟ ଶୁଣବାର ଲାଗି ତାଙ୍କର ଶିକ୍ଷାକେ ଗ୍ରହଣ କରବାର ଲାଗି। କିନ୍ତୁ ଆମେ କାଣ କରୁଛୁ ପ୍ରଭୁଙ୍କ ନିମନ୍ତେ ବସିବା ପାଇଁ ଟିକେ ବସବାର ଲାଗି ବି ଟିକେ ସମୟ ଦେବା ଲାଗି ଆମେ କୁଣ୍ଠାବୋଧ କରୁଛୁ। ପ୍ରଭୁଙ୍କ ନିମନ୍ତେ ଠିକ ସମୟରେ ଆମେ ଟିକେ ସମୟ ବି ଦେଇନି ପାରବାର ସବୁବେଳେ ଅଯୋଗ୍ୟ ହେଇକି ରହୁଛୁ। ତେଣୁ ଆମେ ଯେପରି ପ୍ରଭୁଙ୍କର ନିମନ୍ତେ ବସି ପାରମା ପ୍ରଭୁ କାଁ କରୁଛନ୍ ଆମକୁ ଏଥିରୁ ଏହା ଶିଖଉଛନ୍ ଆମେ ପ୍ରଭୁଙ୍କର ନିମନ୍ତେ କିପରି ସେବା କରମା ପ୍ରଭୁଙ୍କର ବାକ୍ୟ କିପରି ପାଳନ କରମା ଆର ପ୍ରଭୁଙ୍କର କଥା ଅନୁଯାୟୀ ଆମେ କେମିତି ଜୀବନ କାଟମା ସେ ବିଷୟ ନେଇକରି କହୁଛନ୍। ପ୍ରେଜ ଦ ଲର୍ଡ ହାଲେଲୁୟା। ତ ଏଥିରୁ ଆମେ ଶିକ୍ଷା ପାଉଛୁ ଯେ ପ୍ରଭୁଙ୍କ ସହିତ ଆମର ସହଭାଗିତା ଜୀବନ କିପରି ମଜବୁତ ହେବା ସେ ବିଷୟକୁ ନେଇକି ଆମେ ଏଥିରୁ ଶିକ୍ଷା ଗ୍ରହଣ କରୁଛୁ। ତ ଏହା ହଉଛି 3ଟା ବିଷୟ ହେଲା ଯେ ଆମେ ପ୍ରଭୁଙ୍କ ନିମନ୍ତେ କିପରି ଚାଲବା ପ୍ରଭୁଙ୍କ ସମ୍ମୁଖରେ କିପରି ଚାଲବା ପ୍ରଭୁଙ୍କ ନିମନ୍ତେ କିପରି ଠିଆ ହେବା ଆଉ କିପରି ବସମା। ଯଦି ଏଇ ପ୍ରତ୍ୟେକ ବିଷୟ ଆମେ ପରମେଶ୍ୱରଙ୍କର ହିସାବରେ ଯଦି କରୁଛୁ ପରମେଶ୍ୱରଙ୍କର ବାକ୍ୟ ପ୍ରତି କରୁଛୁ ତାହେଲେ 2 ପଦରେ ସେ ବିଷୟ ଲେଖା ହେଇଛି ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହା ଆମୋଦ ଥାଏ
ଓ ଯେ ଦିବାରାତ୍ର ଧ୍ୟାନରେ ସେ ଧନ୍ୟ। ଯଦି ତାହେଲେ ଆମେ ଯଦି ଏ ବିଷୟ ମାନେ ସବୁ ପ୍ରତ୍ୟେକ ବିଷୟ କରୁଛୁ ତାହେଲେ ଆମେ କଣ ହେବା ପ୍ରଭୁଙ୍କ ନିକଟରୁ ଆମେ ଆଶୀର୍ବାଦ ପାଇବା। ପ୍ରେଜ ଦ ଲର୍ଡ, ହାଲେଲୁୟା। 3 ନମ୍ବର ପଦ ଲେଖା ହେଇଛି, ଯେଉଁ ବୃକ୍ଷ ଜଳ ସ୍ରୋତ ନିକଟରେ ରୋପିତ, ଯେ ସ୍ୱ ସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ କେବେ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ, ପୁଣି ସେ ଯାହା କରେ ତାହା ସଫଳ ହେବ। ଆମେ ଦେଖୁ ଯେ ଯଦି କୌଣସି ଗୋଟେ ଗଛ ଯଦି ଗୋଟେ ନଦୀ କୂଳରେ ଅଛି ସେ ଯେନ୍ତା ଠିକ ସମୟରେ ପାଣି ଟିକେ ପାଉଛେ, ପବନ ପାଉଛେ, ସୂର୍ଯ୍ୟର ଖରା ଟିକେ ଯଦି ଚାହୁଛେ, ସେ ଗଛର ପତ୍ର କାଣା ହଉଛେ ଚକ 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 କରୁଛେ, ତାର ପତ୍ର କେବେ ଝାଉଁଲି ନେଇ ପଡବାର, ଠିକ ସମୟରେ ସେ କାଣା କରୁଛେ ଫଳ ଧରୁଛେ, ଆଉ ତାର ସବୁବେଳେ ସେ ଗଛ କାଣା ହଉଛି ଉର୍ବର ରହୁଛି। ତ ସେ ପରିକା ବିଷୟ ଯଦି ଆମେ ପ୍ରଭୁଙ୍କ ନିମନ୍ତେ ଯଦି ଲାଗିକି ରହିମା, ଆଉ 3ଟା ବିଷୟ ଯଦି ପାଳନ କରି ପ୍ରଭୁଙ୍କର ଆଜ୍ଞା ହିସାବରେ ଚାଲମା, ତାହେଲେ ଆମେ କଣ ହମା ପ୍ରଭୁଙ୍କ ଠାରୁ ମାନେ ଆମେ ଅନୁଗ୍ରହ ପାଇମା। ଆର୍ ଆମର ଜୀବନରେ ଆମେ ଯାହା ବି କରୁ ଆମର ଜୀବନରେ ନିଶ୍ଚୟ ସଫଳତା କେ ପାଇମା। ପ୍ରେଜ ଦ ଲର୍ଡ, ହାଲେଲୁୟା। ତ 4 ପଦରେ ଦେଖୁ ଯେ ଦୁଷ୍ଟ ମାନଙ୍କର ବିଷୟ ଲେଖା ହେଇଛି, କିନ୍ତୁ ଏଇଟା ଧାର୍ମିକ ମାନଙ୍କର ବିଷୟ ଗଲା, ଯେଟା କି ଧାର୍ମିକ ମାନେ ଯଦି এই ବିଷୟ ଯଦି କରିବେ ତାହେଲେ ପ୍ରଭୁଙ୍କର ଅନୁଗ୍ରହ କରନ୍, କିନ୍ତୁ ଦୁଷ୍ଟ ମାନେ କାଁ କରସନ୍ ସେଥିରୁ ଭିନ୍ନ ଅଟନ୍ତି। ଯେନ୍ଟା କି 4 ପଦରେ ଲେଖା ହେଇଛି, ଦୁଷ୍ଟ ମାନେ ସେ ପ୍ରକାର ନୁହନ୍ତି, ମାତ୍ର ବାୟୁ ଦ୍ୱାରା ଚାଳିତ ତୃଷ୍ୟ ତୁଲ୍ୟ ଅଟନ୍ତି। ପବନ ଯେନ୍ତା ଗୋଟେ ଦିଗରୁ ଗୋଟେ ଦିଗକେ ବହିଲେ କାଣା ଆସି ଯାହା ଉଡେଇ ନେଇ ଯାଏସି, ସେଥିରେ କିଛି ନି ଥାଏ। ଦୁଷ୍ଟ ମାନେ ସେ ପ୍ରକାର ଅଟନ୍ତି। ତେଣୁ ଆମେ କଣ କରିବା ସେ ଦୁଷ୍ଟ ମାନଙ୍କ ପରିକା ହେବା ନାହିଁ। 5 ପଦ ଲେଖା ହେଇଛି, ଏ ତ ଦୁଷ୍ଟ ମାନେ ବିଚାର ସ୍ଥାନରେ କିମ୍ବା ପାପୀ ମାନେ ଧାର୍ମିକ ମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ। ତେଣୁକରି ଏ ପ୍ରକାର ଲୋକମାନେ, ଏ ପ୍ରକାର ଦୁଷ୍ଟ ଲୋକମାନେ ପ୍ରଭୁଙ୍କର ଯେତେବେଳେ ଦ୍ୱିତୀୟ ଆଗମନ ହେବା, ଆଉ ସେତେବେଳେ ଯେତେବେଳେ ପ୍ରଭୁ ଆମକୁ ଯଦି ଜନ୍ମ ଦେଇଛନ୍, ତାହେଲେ ଏ ଶରୀର ଲାଗି ଦିନେ ବିଚାର ନିଶ୍ଚୟ ଅଛି। ଆଉ ସେ ବିଚାର କରବା ଲାଗି ଯେତେବେଳେ ସେ ସ୍ୱର୍ଗ ସିଂହାସନରୁ ଓହ୍ଲେଇ ଆସିବେ, ସେତେବେଳେ ଯେତେବେଳେ ବିଚାର କରାହେବା, ସେତେବେଳେ ପାପୀ ମାନେ କଣ ହେବେ ତାଙ୍କର ମଣ୍ଡଳୀର ସମ୍ମୁଖ ହେଇପାରିବେ, ତାଙ୍କ ନିମନ୍ତେ ବିଚାର କରାଯିବା, ଆର୍ ସେମାନେ କାଁ ହେବେ ଦଣ୍ଡର ଯୋଗ୍ୟ ହେବେ। ତେଣୁ ଆମେ କଣ କରିବା ପ୍ରଭୁଙ୍କର ନିମନ୍ତେ ବଞ୍ଚିବା, ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ଚାଲିବା, ଈଶ୍ୱରଙ୍କର ପ୍ରତି ବାକ୍ୟ ପ୍ରତି ଆସକ୍ତ ହେବା, ଆଉ ପ୍ରଭୁଙ୍କର ସହଭାଗିତାରେ ଆମେ ଯେପରି ଜୀବନ କାଟିବା, ଏଇ ଆମେ ବିଷୟ ଶିଖୁଅଛୁ। ତେଣୁ ପ୍ରଭୁ ପ୍ରତ୍ୟେକଙ୍କୁ ଅନୁଗ୍ରହ କରନ୍ତୁ। ଆଉ ଆଜିର ବାକ୍ୟ ପ୍ରତ୍ୟେକଙ୍କର କଣ ସ୍ପର୍ଶୀ ହଉ, ଆଉ ପ୍ରତ୍ୟେକ ଶୁଣିଥିବେ ଏହା ଆମର ବିଶ୍ୱାସ ଅଟେ। ଆରେ ବାକ୍ୟ ମୁତାବିକ ଆମେ ଜୀବନ ଯେପରି କାଟି ପାରିବା, ପ୍ରଭୁ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ।